ଚାଷୀମାନଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍। 19ତମ କିସ୍ତି ସହ ମିଳିବ 3000। ଫାଇଲ ପ୍ରସ୍ତୁତ ଚାଲିଛି। ଦେଶର ଚାଷୀଙ୍କୁ ଏକାଶହ ଦୁଇଟା ଖୁସି ଖବର ଦେବେ ସରକାର। 19ତମ କିସ୍ତି ସହ ଆସିବ 3000 ଟଙ୍କା। ଜାଣନ୍ତୁ କାହିଁକି? ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହିତାଧିକାରୀ, ତେବେ ଏହି ଖବର ଆପଣଙ୍କ ପାଇଁ ଏକ ଖୁସି ଖବର। କାରଣ 19ତମ କିସ୍ତି ସହିତ ଦେଶର କୋଟି କୋଟି କୃଷକଙ୍କ ଦ୍ୱିଗୁଣ ସୁଖ ପାଇବେ। 60 ବର୍ଷ ବୟସ ପୂରଣ କରିଥିବା ଚାଷୀଙ୍କ ଆକାଉଣ୍ଟକୁ 19ତମ କିସ୍ତି ସହିତ ମାନଧନ ଯୋଜନାର 3000 ଟଙ୍କା ଦେବାକୁ ଯୋଜନା କରୁଛନ୍ତି ସରକାର। ଯଦି ଏହା ସତ ହୁଏ, ତେବେ ସମୁଦାୟ 5000 ଟଙ୍କା ଯୋଗ୍ୟ କୃଷକଙ୍କ ଆକାଉଣ୍ଟକୁ ଜମା ହେବ। କେବଳ ଗତ ମାସରେ କୃଷକମାନଙ୍କ ପାଇଁ 18ତମ କିସ୍ତି ରିଲିଜ୍ କରାଯାଇଛି, ଯେଉଁଥିରେ କେବଳ 9.4 କୋଟି କୃଷକ ଯୋଜନାରେ ଲାଭ ପାଇପାରିବେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି 18ତମ କିସ୍ତି ସେପ୍ଟେମ୍ବର ମାସରେ ମହାରାଷ୍ଟ୍ର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଯୋଗ୍ୟ କୃଷକଙ୍କ ଆକାଉଣ୍ଟରେ କ୍ରେଡିଟ୍ କରାଯାଇଥିଲା। କିନ୍ତୁ ବର୍ତ୍ତମାନ 19ତମ କିସ୍ତି ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏବେ ଦେଖିବାକୁ ବାକି ରହିଲା କେତେ କୃଷକ ଏଥିରେ ପିଏମ୍ କିଷାନ ପାଣ୍ଠିର ଲାଭ ପାଇବେ। କାରଣ 18ତମ କିସ୍ତି ସମୟରେ 9.4 କୋଟି ଚାଷୀଙ୍କୁ ଏହି ଯୋଜନାରେ ଲାଭ ଦିଆଯାଇଥିଲା। ଏହି ଯୋଜନାରେ ପ୍ରାୟ 12 କୋଟି କୃଷକ ପଞ୍ଜୀକୃତ ହୋଇଛନ୍ତି। ତେବେ ଦେଖିବାକୁ ବାକି ରହିଲା କି ଏଥର ଚାଷୀଙ୍କୁ ଯୋଗ କରାଯିବ କିମ୍ବା କଟାଯିବ। 60 ବର୍ଷ ବୟସ ପୂରଣ କରିବା ପରେ ଏହିପରି ଚାଷୀଙ୍କୁ ମାସିକ କିସ୍ତି ଭାବରେ 3000 ଟଙ୍କା ଦିଆଯିବ। ଏଥର 19ତମ କିସ୍ତି ଗତ ଜାନୁଆରୀରେ ଆସିବ ବୋଲି ଆଶା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଊନବିଂଶ କିସ୍ତି ସହିତ ମାନଧନ ଯୋଜନାର 3000 ଟଙ୍କା କିସ୍ତି ମଧ୍ୟ ଦିଆଯିବ। ଅର୍ଥାତ୍ ଯୋଗ୍ୟ କୃଷକଙ୍କ ଆକାଉଣ୍ଟରେ 5000 ଟଙ୍କା ଜମା ହେବ। ଏହିପରି ଯୋଗ୍ୟ କୃଷକଙ୍କୁ ଦ୍ୱିଗୁଣ ସୁଖ ପାଇବେ। କୁହାଯାଉଛି ଯେ ସରକାର ଜାନୁଆରୀର ମଧ୍ୟଭାଗରେ କୃଷକଙ୍କ ଆକାଉଣ୍ଟକୁ 19ତମ କିସ୍ତି ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏମାନେ ସେହି ସମାନ କୃଷକ ଯେଉଁମାନେ ମାନଧନ ଯୋଜନା ଅଧୀନରେ ବିନିଯୋଗ କରିଛନ୍ତି। ଯେଉଁମାନେ ମଧ୍ୟ 60 ବର୍ଷରୁ ଅଧିକ, ଏହିପରି ଚାଷୀଙ୍କୁ 3000 ଟଙ୍କା ସୁବିଧା ଦିଆଯାଉଅଛି।